তেরোতম অজয় দাস স্মারকী সভায় যোগ দেলে মহামান্য রাজ্যপাল। বারিপদাস্থিত শহীদ স্মৃতি ভবନରେ আয়োজিত তেরোতম অজয় দাস স্মারকী বক্তୃତାରେ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ସଭାଟିକୁ ରୁଦ୍ଧିମନ୍ତ କରିଥିଲେ। ଏହି ସଭାରେ ଅନୁଷ୍ଠାନର ସଭାପତି ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅର୍ଥନୀତି ଶାସ୍ତ୍ରର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ, ସମ୍ମାନୀୟ ବକ୍ତା ଭାବେ ବାରିପଦା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ବୈଦ୍ୟନାଥ ମହନ୍ତ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ସଞ୍ଚାଳନା ଓ ମଞ୍ଚ ପରିଚାଳନା ସମିତିର ସଂଯୋଜକ ସମାଜସେବୀ ସାହିତ୍ୟିକ ଶ୍ରୀଯୁକ୍ତ ଆଶିଷ କୁମାର ବୋଷ ତଥା ଅଜୟ ଦାସ ସ୍ମାରକୀ ସମିତିର କର୍ମକର୍ତ୍ତାମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମୟୂରଭଞ୍ଜ ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।